ଏ ହେଉଛି ଭାରତ। এই ଭାରତରେ ସମସ୍ତେ କାଳେ ସମାନ। ଯଦି ସମାନ ତାହେଲେ ଏଭଳି ଘଟଣା ଘଟୁଛି କାହିଁକି? ରାହୁଲ ଗାନ୍ଧୀ ଯେ କି କଂଗ୍ରେସର ଜଣେ ତୁଙ୍ଗ ନେତା, ଜଣେ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ମଧ୍ୟ, ସେ ପ୍ରଧାନମନ୍ତ୍ରୀ ହେଇନାହାନ୍ତି ସତ, କିନ୍ତୁ ବାରମ୍ବାର ଛିଡ଼ା ବି ହେଉଛନ୍ତି ଏବଂ ତାଙ୍କ ପ୍ରବଚନରେ ସେ କୁହନ୍ତି କି ଜଣେ ମୁସଲମାନ ମାଟି ଛଡ଼ା, ଦେଶ ପ୍ରେମ ଛଡ଼ା ଆଉ ଅନ୍ୟାନ୍ୟ ଦିଗରେ ଚିନ୍ତା କରେ ନାହିଁ। ସେ କୁହନ୍ତି ମୁସଲମାନ ଲଭ୍ ଜିହାଦ କରେ ନାହିଁ। ସେ କୁହନ୍ତି ମୁସଲମାନ ମାନେ ନିଶ୍ଚିତ ଭାବରେ ଅନୁଶାସିତ ଭିତରେ ରହିଥାନ୍ତି, ନିଜ ଜୀବନ ଶୈଳୀକୁ ଅନୁଶାସିତ କରି ଚଳିଥାନ୍ତି। କିନ୍ତୁ ଆମେ ଯାହା ଆଜି କହିବାକୁ ଯାଉଛୁ ସେଥିରେ କେବଳ ରାହୁଲ ଗାନ୍ଧୀଙ୍କ ଦୋଷ ନାହିଁ, ମୋଦିଙ୍କର ମଧ୍ୟ ଯଥେଷ୍ଟ ଦୋଷ ରହିଛି। କାରଣ ଏ ହେଉଛି ତାଙ୍କ ରାଜ୍ୟର ଘଟଣା, ତାଙ୍କ ଘର ପାଖର ଘଟଣା, ତାଙ୍କ ନିଜ ଏରିଆର ଘଟଣା, ତାଙ୍କ ମାଟି ମାତୃକାର ଘଟଣା। ଯଦି ଗୁଜରାଟରେ ଏଭଳି ଘଟଣା ଘଟେ ତାହେଲେ ଦେଶରେ ଆଉ କୋଉଠି କ'ଣ ଘଟିବ ଆପଣ ଭାବିପାରୁଥିବେ। ତ ଏଇଠୁ ଚିନ୍ତା କରି ଭଲ ଭାବରେ ଆପଣ ବୁଝିପାରୁଥିବେ ଯେ ଆମର ନ୍ୟାୟିକ ବ୍ୟବସ୍ଥା କେତେ ସୁଦୃଢ଼। ଜଣେ ମୁସଲମାନ ପୁଅର ପ୍ରେମରେ ପଡ଼ିଥିଲେ ଜଣେ ହିନ୍ଦୁ ନାବାଳିକା। ସେ ଭାବିଥିଲେ ଯାହାକୁ ସେ ଭରସା କରୁଛନ୍ତି ସେ ତାଙ୍କ ଜୀବନ ସାଥୀ ହେବ, କିନ୍ତୁ ସେ ଭରସା ହିଁ ତାଙ୍କ ଜୀବନର ସବୁଠୁ ବଡ଼ ଅଭିଶାପ ପାଲଟି ଯାଇଥିଲା। ଏ ମୁସଲମାନ ନିଜ ରକ୍ତର ଝିଅକୁ ଛାଡ଼ନ୍ତି ନାହିଁ। ଏଠି ହିନ୍ଦୁ ଝିଅଟି ଅବସ୍ଥା କ'ଣ ବା ନ ହୋଇଥିବ, ଯାହାକୁ ଭାବିଲେ ଆମର ତ ରକ୍ତ ଗରମ ହେଇଯାଉଛି। ଆପଣ ଶୁଣିଲେ କ'ଣ ହେବ ନିଜେ ସମସ୍ତ ଖବର ଦେଖି ସାରିଲା ପରେ ଆପଣ କହିବେ। ଅଭିଯୋଗ ଅନୁସାରେ ନାବାଳିକାଙ୍କୁ ଛୁରୀ ଦେଖାଇ ଏକ ଘରେ ବନ୍ଦୀ କରାଯାଇଥିଲା। ସେତେବେଳେ ବି କାହାକୁ ଏ ସ୍ୱର ଶୁଭିନଥିଲା, ସେତେବେଳେ ବି ପ୍ରଶାସନ ଚୁପ୍ ବସିଥିଲା। ସେଠାରେ ଜଣକ ପରେ ଜଣେ 9 ଜଣ ମୁସଲମାନ ଯୁବକ ମିଶି ତାଙ୍କ ସହ ବଳାତ୍କାର କରି ଚାଲିଥିଲେ। ଏମିତି ବଳାତ୍କାର କରିଥିଲେ 3 ବର୍ଷ ଧରି। କଥା ସାମ୍ନାକୁ ଆସିଲା, କୁନି ଝିଅ କେତେ କାନ୍ଦିଥିବ, କେତେ ଥର ଘର ଲୋକଙ୍କୁ ମନେ ପକାଇଥିବ, କେତେ ନିର୍ଦୟ ଥିଲେ ସେମାନେ, କେତେ ଥର ସାହାଯ୍ୟ ପାଇଁ ଚିତ୍କାର କରିଥିବ, କି ପ୍ରକାର ଯନ୍ତ୍ରଣା ସହିଥିବ। ଭାବିଲେ ହୃଦୟ ଥରି ଉଠେ, ଲୋମ ଟାଙ୍କୁରି ଉଠେ। କୁନି ଝିଅକୁ କଲବଲ କରି ଅତ୍ୟାଚାର କରିଥିଲେ ଜଣେ ପରେ ଜଣେ 9 ଜଣ ମୁସଲମାନ ରାକ୍ଷସ। ପ୍ରେମରେ ଫସାଇଥିଲେ, ପରେ କିଛି ବର୍ଷ ଧରି ଦୁଷ୍କର୍ମ କଲା ପରେ ତାର 9 ଜଣ ସାଙ୍ଗ ମଧ୍ୟ ସେଇ ଝିଅ ସହିତ ଦୁଷ୍କର୍ମ କରିଥିଲେ। ଏହି ଘଟଣା ପରେ ପୀଡ଼ିତା ଦୀର୍ଘ 3 ବର୍ଷ ଧରି ଭୟ ଓ ଲଜ୍ଜା ମାନସିକ ଯନ୍ତ୍ରଣାରେ ଜୀବନ କାଟୁଥିଲା। ତାଙ୍କ ହସ ହଜି ଯାଇଥିଲା, ତାଙ୍କ ଶୈଶବ ଭାଙ୍ଗି ଯାଇଥିଲା। ସେ କେଉଁଠି ନା କେଉଁଠି ଭିତରୁ ମରି ସାରିଥିଲେ। ଶେଷରେ ଅଭିଯୋଗ ଆଧାରରେ ପୋଲିସ ତଦନ୍ତ ଆରମ୍ଭ କରିଥିଲା, 9 ଜଣ ଅଭିଯୁକ୍ତଙ୍କୁ ଗିରଫ କରିଥିଲା। କିନ୍ତୁ ଗୋଟିଏ ପ୍ରଶ୍ନ, 3 ବର୍ଷ ଯାଏଁ ପୋଲିସ କେଉଁଠି ଥିଲା? 3 ବର୍ଷ ପର୍ଯ୍ୟନ୍ତ ହୋଇଥିବା ଅଭିଯୋଗର କ'ଣ ପାଇଁ ସେ ସୁରାଗ ପାଇନଥିଲା? ପୋଲିସ କ'ଣ ଚିରନିଦ୍ରାରେ ଶୋଇଥିଲା, ନା ପଇସାର ଗଦି ତଳେ ମୁହଁ ଲୁଚାଇ ବସିଥିଲା? ହଁ, ଯେତେବେଳେ ଧରିଲା ଟିକେ ଠିକ କାମ ବି କରିଛି। ବିଚ୍ ରାସ୍ତାରେ ଦଉଡ଼ିରେ ବାନ୍ଧି ଘୋଷାରି ଘୋଷାରି ନେଇଥିବାର ଦୃଶ୍ୟ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଲୋକମାନଙ୍କ ମଧ୍ୟରେ ଏହି ଘଟଣାକୁ ନେଇ ଭାରି କ୍ଷୋଭ ଦେଖାଯାଇଛି। କିନ୍ତୁ କ୍ଷୋଭ ଦେଖାଇଲେ କ'ଣ ହେବ? ଆମର ଏ ଜନତା ତ ସବୁବେଳେ ଖାଲି ଚୁପ୍ ଆଉ ଚୁପ୍। ଘଟଣା ଘଟି ସାରିଲା ପରେ ଆମର ଏ ଜନତା, ଜେନଜି ଜେନେରେସନ, ଏ ଯୁବପିଢ଼ି ବହୁତ ଜୋରରେ ଚିଲ୍ଲାନ୍ତି। ଆଉ କିଛି ଦିନ ପରେ ସବୁ ଥଣ୍ଡା ପଡ଼ିଯାଏ, ଯେମିତି ସତେ କି ବରଫ। ଅପରାଧୀ ମାନେ ପୁଣି କରିଚାଲନ୍ତି ଅପରାଧ, କିନ୍ତୁ ଏଭଳି ଅପରାଧୀ ମାନଙ୍କ ପରେ ପୁଣି ଅପରାଧୀ ଗଢି ଉଠନ୍ତି। ସାଧାରଣରେ ଏମାନଙ୍କୁ ଫାଶୀ ଦେବାକୁ ଦାବି କରାଯାଉଛି, କାରଣ ଜଣେ ନାବାଳିକାର ଲୁହ, ଜଣେ ମାର କାନ୍ଦ, ଜଣେ ବାପାର ଭାଙ୍ଗି ଯାଇଥିବା ହୃଦୟ, ଏହାର ମୂଲ୍ୟ କେବେ କେହି ଦେଇପାରିବେ ନାହିଁ। ଏ ନରରାକ୍ଷସ ମାନଙ୍କୁ କେଉଁ ପ୍ରକାରର ଦଣ୍ଡ ମିଳିବା ଦରକାର, ଏମାନେ ମଣିଷ ନା ମଣିଷ ବେଶରେ ରାକ୍ଷସ, ତାହା ଆପଣ ମାନେ ହିଁ ଚିନ୍ତା କରନ୍ତୁ। ଏଠି ତ ରାମ ରହିମକୁ ବି ଛାଡି ଦିଆଯାଏ। ଏଠି ତ ଧର୍ମ ନାଁରେ, କେତେ ଯେ ଧର୍ମଗୁରୁ ନାଁରେ ବଳାତ୍କାରୀ ମାନେ ଖୁଲମ ଖୋଲା ବୁଲନ୍ତି। ଏମାନଙ୍କୁ ବା ଦଣ୍ଡ ମିଳିବ, ଏହାର କେଉଁ ଭରସା ଅଛି? ବ୍ୟୁରୋ ରିପୋର୍ଟ, ବ୍ଲାକେଟ୍ ନ୍ୟୁଜ ଓଡ଼ିଆ।